କଣ ଜଣା ପଡୁଛି? ଆଶ୍ଚର୍ଯ୍ୟ କର୍ମ ଭୋଗୁଥିବା ଲୋକ ମଣ୍ଡଳୀ ନୁହନ୍ତି, କ୍ରୁଶକୁ ଧରିଥିବା ଲୋକମାନେ ହିଁ ମଣ୍ଡଳୀ ଅଟନ୍ତି। ଅଗ୍ନି, ସେ କ୍ରୁଶ ହିଁ ଅଗ୍ନି ଥିଲେ, ଜାଣିଛନ୍ତି? ଏଠି ଆଇଡିଆ ଅଛି। ଗୋଟେ ପଦ ପଢିବା ପ୍ରଥମରେ, ମାଥ୍ୟୁ 3 ଅଧ୍ୟାୟ। ମାଥ୍ୟୁ 3:11 ଜହନ ଗୋଟେ କଥା କହିଲେ। ମୁଁ ଟାଇମ ସିନା ହେଇଗଲା ଆମର। ତୁମ୍ଭମାନଙ୍କୁ ହଁ ମା। ମୁଁ ସିନା ତୁମ୍ଭମାନଙ୍କୁ ମନ ପରିବର୍ତ୍ତନ ନିମନ୍ତେ ଜଳରେ ବାପ୍ତିସ୍ମ ଦେଉଅଛି, ମାତ୍ର ମୋ ଉତ୍ତାରେ ଯେ ଆସୁଅଛନ୍ତି ସେ ମୋ ଠାରୁ ଅଧିକ ଶକ୍ତିମାନ, ତାହାଙ୍କ ପାଦୁକା ବହନ କରିବା ପାଇଁ ମୁଁ ଯୋଗ୍ୟ ନୁହେଁ। ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ। ବାସ୍, ପ୍ରେଜ ଦ ଲର୍ଡ। ତିନୋଟି ବାପ୍ତିସ୍ମ କଥା ଏଠି ଲେଖା ଅଛି। ନମ୍ବର 1, ଜଳରେ ବାପ୍ତିସ୍ମ। ଜହନ କହୁଛନ୍ତି ଆମେ ବେଶୀ ହେଲେ ଜଳରେ ବାପ୍ତିସ୍ମ ଦେବୁ। ତେଣୁକରି ଆମକୁ ଦେଖିକି କେତେ ଭୟଙ୍କର ବଡ ଭକ୍ତ ବକ୍ତା ବୋଲି ହୁଅ ନାହିଁ, ମୋଠୁ ବଡ ଲୋକ ପଛରେ ଅଛନ୍ତି। ତ ଆପଣଙ୍କଠୁ ଯଦି ଆପଣଙ୍କର ପଛରେ ଜଣେ ବଡ ଲୋକ ଅଛନ୍ତି, ତ ଆପଣଙ୍କଠୁ ତାଙ୍କର ବଡ ବିଷୟ କୋଉଟା? ତ କହୁଛନ୍ତି ଜହନ, ଭାଇ ମୁଁ ବେଶୀ ହେଲେ ଜଳରେ ବାପ୍ତିସ୍ମ ଦେବି, କିନ୍ତୁ ମୋ ପଛରେ ଯେ ଆସୁଛନ୍ତି ସେ ପବିତ୍ର ଆତ୍ମାରେ ବାପ୍ତିସ୍ମ ଦେଇ ଜାଣନ୍ତି, ଆଉ ଅଗ୍ନିରେ ବାପ୍ତିସ୍ମ ଦେଇ ଜାଣନ୍ତି। ଆମେ ସେବକ ମାନେ କେବଳ जल बपतिस्मा दो, तो बाकी का काम उनका है। 2 किस्म का बपतिस्मा देते हैं। तो ये पवित्र आत्मा को बपतिस्मा में जानी सारी। तो ये पॉइंट रहा अग्नि बपतिस्मा माने कौन? अग्नि बपतिस्मा माने नरक नुहे। आम जानू बाइबल कहे बपतिस्मा रक्षा करे आमको। तो जलर बपतिस्मा भी रक्षा करुछि, पवित्र आत्मा बपतिस्मा भी रक्षा करे, अग्नि बपतिस्मा भी रक्षा करबा कथा। अग्नि बपतिस्मा पाताल हो गला से से भीतर रक्षा कड़े भीतर जाके आसबू क्यों ना। अग्नि बपतिस्मा कोटे के देखिबा लूक 12 अध्याय 49-50। लूक 12 अध्याय 49-50। ମୁଁ ପୃଥିବୀରେ ଅଗ୍ନି ନିକ୍ଷେପ କରିବାକୁ ଆସିଅଛି, ଆଉ ତାହା ଯଦି ପ୍ରଜ୍ୱଳିତ ହେଲାଣି, ତାହେଲେ ମୋର ଆଉ କଣ ବାଞ୍ଛା? ମାତ୍ର ମତେ ଏକ ବାପ୍ତିସ୍ମରେ ବାପ୍ତିଜିତ ହେବାକୁ ହେବ, ଆଉ ତାହା ସମାପ୍ତ ନ ହେବା ପର୍ଯ୍ୟନ୍ତ ମୁଁ କିପରି ନିଷ୍ପୀଡ଼ିତ ହେଉଅଛି। निष्कण की पीड़ित ନିଷ୍ପୀଡ଼ିତ निष्पीड़ित माने व्यस्तता। देखो ये मोर ओडिया वर्जन मोबाइल वर्जन रे मु किपरि भाराक्रांत होउछ, व्यस्त लागुछि बोले अर्थ। मो पटे देखंतु हिंदी ठीक अछि। प्रभु कहउछंती मु एई जगत उपरे गोटे प्रकार अग्नि पकाइबाको आसीछि। आउ तो आउ मु आउ गोटे बाप्तिस्म नेबार मोर आवश्यकता अछि। आउ ताहा नेबा पर्यंत मते टिके भल लागुनी, अनइजी फील करूछि, व्यस्तता लागुछि बोल कहले। तबे पॉइंट कोन माने प्रभु यीशु ख्रीष्ट आउ गोटे बाप्तिस्म नेबार दरकार थिला पटे कोन से को बाप्तिस्म हेतिबो सेटा? सेही बाप्तिस्म अग्नि बाप्तिस्म हैं। देखंतु प्रभु यीशु जलरे बाप्तिस्म नै गले हेई गला, जल बाप्तिस्म पवित्र आत्मा भी पाई गले, तेणुक पवित्र आत्मा बाप्तिस्म भी गला। तो बैलेंस कोटा रहा अग्नि बाप्तिस्म कौन ताहा क्रूसीय यातना। हेलो इटी अग्नि बोली कहले दुख क्लेश भोग को दर्शाए। प्रथम पितर 4:12, प्रथम पितर 4:12 हे प्रिय माने, ତୁମ୍ଭମାନଙ୍କ ପରୀକ୍ଷା ନିମନ୍ତେ ଯେଉଁ ଦୁଃଖ ଭୋଗ ରୂପ ଅଗ୍ନି ଉପସ୍ଥିତ ହୋଇଅଛି, ତାହା ଅଦ୍ଭୁତ ଘଟଣା ବୋଲି ମନେ କରି ଆଶ୍ଚର୍ଯ୍ୟ ଜ୍ଞାନ ନ କର। ବରଂ ଯେଉଁ ପରିମାଣରେ ଖ୍ରୀଷ୍ଟଙ୍କ ଦୁଃଖ ଭୋଗର ସହଭାଗୀ ହେଉଅଛ, ସେହି ପରିମାଣରେ ଆନନ୍ଦ କର, ଯେପରି बस ତାହାଙ୍କ बस 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 हम परे पढ़िबा। दुख कौन तुम्भ मानक परीक्षा निमंते जो दुख भोग रूप अग्नि, एटा हला बाप्तिस्म।
ତାର ଅର୍ଥ କଣ ମାନେ ଜଳର ବାପ୍ତିସ୍ମ ଦ୍ୱାରା ବି ଆମେ ପରିଷ୍କୃତ ହେଉଛୁ, ପବିତ୍ର ଆତ୍ମାଙ୍କର ବାପ୍ତିସ୍ମରେ ବି ପରିଷ୍କୃତ ହେଉଛୁ, ଆଉ ପ୍ରଭୁଙ୍କ ପାଇଁ ଦୁଃଖ ଭୋଗ କରିବା ଦ୍ୱାରା ମଧ୍ୟ ପରିଷ୍କୃତ କ୍ଲିନ୍ ଅପ୍ ହେଉଛୁ, ଆମେ ସଫା ହେଉଛୁ। ତେଣୁକରି ଖ୍ରୀଷ୍ଟୀୟ ଜୀବନରେ ଦୁଃଖ କ୍ଲେଶ ଘଟେ, କିନ୍ତୁ ଆମକୁ ଶୈତାନ ତାର ବିପରୀତ ସୁସମାଚାର ପ୍ରଚାର କରୁଛି। କଣ ମାନେ ପ୍ରଭୁଙ୍କୁ ଯଦି ପାଇଛ ଲାଇଫରେ ଦୁଃଖ କଷ୍ଟ କିଛି ନାହିଁ, ଏନ୍ଜୟ କର ଲାଇଫ। ଧନୀ ମାନଙ୍କର କଣ ଗଲା, ସେମିତି ହିଁ କହିବେ ସେମାନେ। କିନ୍ତୁ ନ୍ୟାଚୁରାଲି ଧନୀ ମାନଙ୍କୁ ପ୍ରୋବ୍ଲେମ ନାହିଁ କି? ବିଜାତି ମାନଙ୍କୁ ବି ଲାଇଫରେ ପ୍ରୋବ୍ଲେମ୍ସ ଅଛି, ଖ୍ରୀଷ୍ଟିଆନ୍ସକୁ ବି ଲାଇଫରେ ପ୍ରୋବ୍ଲେମ୍ସ ଅଛି। ଧନୀ ମାନଙ୍କର ବି ରୋଗ ବ୍ୟାଧି ବ୍ୟଥା ଅଛି, ଖ୍ରୀଷ୍ଟିଆନ ମାନଙ୍କୁ ବି ଅଛି। ବୁଝିଲେ କି? ଧନୀ ମାନଙ୍କୁ ପ୍ଲସ୍ ପଏଣ୍ଟ ହେଲା ଆପଣଙ୍କ ପାଖରେ ନଥିବା ଧନ ଏକ୍ସଟ୍ରା ଅଛି ସେମାନଙ୍କ ପାଖରେ, ସେତିକି। କଷ୍ଟ ନାହିଁ ବୋଲି କହିପାରିବେ ନାହିଁ। ଦୁଃଖ ଭୋଗ ରୂପ ଅଗ୍ନି